କୁହନ୍ତୁ। ହଁ କାଲିଠୁ ହେଲା ମୋ ମନକୁ ଗୋଟେ ସନ୍ଦେହ ଆସୁଛି, କଥାଟା ପଚାରି ପଚାରି ବୋଲୁଛି, ହଁ ମାତ୍ର ପଚାରି ପାରୁନି। କଣ ପଚାରୁନୁ? ପଚାରି ଆରେ ବିଶ୍ୱାସ କରନ୍ତୁ କୋ ଗାୟକ କେମିତି ବର୍ତ୍ତମାନ ମତେ ବନ୍ଧୁ ମାନେ ଯିଏ ଆମ ଗଞ୍ଜାମରେ ବେଶୀ ପ୍ରଶ୍ନ ପଚାରେ ଆଜ୍ଞା, କିନ୍ତୁ ପ୍ରଶ୍ନ ପଚାରିଲେ ମୁଁ ତାଙ୍କୁ ବେଶୀ ଆଗ୍ରହ ହୁଏ। କାହିଁକି ଆପଣ ମାନେ କହିବେ କେମିତି ଆଜ୍ଞା? କେତେ ନଦୀ ନାଳ ବନ୍ଧ ପୋଖରୀ ରହିଛି, ଯେତେବେଳେ ବର୍ଷା ହୁଏ ସବୁ ଯାକ ପାଣି କୋଉ ଜାଗାକୁ ଯାଏ ଆଜ୍ଞା? ସମୁଦ୍ରକୁ ଯାଏ। ସମୁଦ୍ରକୁ ଯାଏ। ଆରେ ମତେ ନ ଜଣାଥିଲେ ମଧ୍ୟ ସାର୍ଙ୍କୁ ଯଦି ଜଣାଛି ତାହେଲେ ଜ୍ଞାନଟା ଆମ ପାଖକୁ ପଳେଇ ଆସିବ। ଓ ତମେ ସମୁଦ୍ର? ହଁ ଭାବିନେ ସେଇଟା ବୋଲି। ଓ ତମକୁ ଜଣେ ନଥିଲେ ଆଜ୍ଞାଙ୍କଠୁ ଶିଖିକି ତମେ ଧରିକି ପଳବ ନାଇଁ? ଆରେ ମଲା ପର୍ଯ୍ୟନ୍ତ ଶିଖିବାକୁ ପଡିବ। ଠିକ କଥା। ଜ୍ଞାନଟା ଏମିତି ରହିଛି। ଶୁଣି କଥାଟି ପଚାରିବି ଯେ ହଁ ତମେ ସମସ୍ତେ କିଏ ଜଗନ୍ନାଥକୁ ଡାକିଲ? କାଲି ମୁଁ ଦେଖୁଛି 3 ଦିନ ହେଲା। ହଁ ଜଗନ୍ନାଥକୁ ଡାକୁଛ, ମାଙ୍କୁ ଡାକୁଛ, ସବୁ କରୁଛ। ଆଚ୍ଛା କିନ୍ତୁ ସମ୍ମୁଖରେ ଅଛନ୍ତି ଦେବଦେବ ମହାଦେବ। ଆଚ୍ଛା ମହାଦେବକୁ କିଏ ଡାକିଛ? ମହାଦେବଙ୍କୁ କିଏ ଡାକିଛ କି? ହେଲେ ତୁ ଡାକିବ ରେ ସେଇ ଦେବଦେବ ମହାଦେବଙ୍କୁ ଟିକେ ଆରାଧନା କରିବି, ଡାକିବି, ସ୍ୱଚ୍ଛ ହୃଦୟରେ ଡାକିବି। ତାପରେ ପ୍ରଶ୍ନଟା ପଚାରିବି। ଆହୁରି ଭଗବାନଙ୍କୁ ଏ ଡାକିବ ଡାକିବୁ ଡାକେ। ମହାପ୍ରଭୁ ସମସ୍ତଙ୍କୁ ତମେ ଡାକିଛ, ମହାପ୍ରଭୁକୁ ଡାକିନ? ଡାକିନି, ସ୍ୱଚ୍ଛ ହୃଦୟରେ ଟିକେ ଡାକିବି। ଚନ୍ଦ୍ରଶେଖର ହେ ବାରେ କରୁଣା କର, ବାରେ କରୁଣା କର, ବାରେ କରୁଣା କର, ଚନ୍ଦ୍ରକୁ ରଖିଲ ହେ ମସ୍ତକ ଉପର, ଚନ୍ଦ୍ରକୁ ରଖିଲ ହେ ମସ୍ତକ ଉପର, ଚାଖିଲ ବୀରଙ୍କ ହରସ ହୋଇଣ, ଚାଖିଲ ବିଷକୁ ହରସ ହୋଇଣ, ଚମକିଲେ କୋଟି କୋଟି ଦେବଗଣ, ତବ ଚରଣେ ପଶଇ ଶରଣ ପଞ୍ଚାନନ, ତବ ଚରଣେ ପଶଇ ଶରଣ। ଶୁଣ ଦାଦା ଏବେ ମୋହର ପ୍ରସନ୍ନ, ଶୁଣ ଦାଦା ଏବେ ମୋହର ପ୍ରସନ୍ନ, ଟିକେ ଟିକେ କରି ଆଜ ଦେବ କହିଣ, ଟିକେ ଟିକେ କରି ଆଜ ଦେବ କହିଣ, ହସେ ଗୁଲଗୁଲା ଧନ କାନ୍ଦେ ପକୁଡ଼ି, ମନ ଦେଇ ଶୁଣେ, ହସେ ଗୁଲଗୁଲା ଧନ କାନ୍ଦେ ପକୁଡ଼ି, ବାଇଗଣ ଧନ ଲମ୍ବା କାକୁଡ଼ି, ହସେ ଗୁଲଗୁଲା ଧନ କାନ୍ଦେ ପକୁଡ଼ି, ହସେ ଗୁଲଗୁଲା ଧନ କାନ୍ଦେ ପକୁଡ଼ି, ଛେଚା ବାଇଗଣ କୁରେ ଲମ୍ବା କାକୁଡ଼ି, ଏ ପ୍ରଶ୍ନର ଉତ୍ତର ତୁମ୍ଭେ ଦେବ ବୁଝାଇ, ଶୁଣୁଥିବେ ସଭାଜନେ ମନ କାନ ଦେଇ, ମୁଁ ନାଚୁଥିବି ଥେଇ ଥେଇ ଗାୟକ ଭାଇ, ଆଜି ନାଚୁଥିବି ଥେଇ ଥେଇ। ରହିଯା ହରେ ବୁଝିପାରିଲୁନୁ? ଆଜି ଦେଇ ଦେଇଛନ୍ତି ଆଜ୍ଞା ଚୁଡ଼ା ମିକ୍ସଚର ଆଉ ବିସ୍କେଟ ଦେଇଛନ୍ତି। ନାଇଁ ସକାଳୁ ଖରା ବେଳକୁ ଆମର ସେ 4 ଛକରେ କିଏ ମରିଗଲା, ସେଥିପାଇଁ ସେଠି ମଧ୍ୟ ଆମର ଟିଫିନ ମିଳିଲାନି। ତମେ କିଏ ଖାଇ ନଥିବ? ଦେଖିଲେ କେମିତି? ମୁଁ ଖାଇଛି, କହୁଛି ଗୁଲୁଗୁଲା ପକୁଡି ଏଇଠି ଖାଇଛି ମୁଁ। ହଁ ସେଇଠି ଗୋଟେ ବେପାରୀ ଦୋକାନ କରୁଛି, ଗୁଲଗୁଲା ପକୁଡି କରୁଛନ୍ତି। ସତେକି? ମୁଁ ଖାଇଛି। କଣ କହିଲୁ? ହସେ ଗୁଲଗୁଲା କାନ୍ଦେ ପକୁଡି, ଛେଚା ବାଇଗଣକୁ ଲମ୍ବା କାକୁଡି। ଏଇଟା କୋଉଥିରେ କହିଲୁ? ଭାରତ କହିଲୁ ନା ଭାଗବତରେ କହିଲୁ ନା ହରିବଂଶରେ କହିଲୁ? ଏଇଟା କୋଉଥିରୁ କହିଛୁ ବାପ? ଏଇଟା କୋଉଥିରେ ଲେଖା ହେଇଛି ବୋଲଛୁ କିରେ? ଏଇଟା ବହିରେ ଲେଖା ହେଇଛି। ଆରେ କଣ ବହିରେ ଲେଖା ହଉନି, କଣ କାନ୍ଥ ବାଡରେ ଲେଖା ହଉଛି କି? ତ ପୁରାଣ କହୁଛୁ? ଓଡିଆ ପୁରାଣ। ଓଡିଆ ପୁରାଣ ଏ ଠେସାଟା ଏଇଟା। ଠେସା କିଣ ଠେସା? ତତେ ତ ସବୁ ଯାକ କହିଦିଆ, ପଚାରି କଣ ପାଇଁ ମୁଁ? ହଉ 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 ଦେଖିବେ କହିବି। ହସେ ଗୁଲଗୁଲା କାନ୍ଦେ ପକୁଡି, ଛେଚା ବାଇଗଣକୁ ଲମ୍ବା କାକୁଡି। କ ସାଲୁଟୁ ର ପୁଅ, ଏ ସାଲୁଟୁ ସାଲୁଟୁ, ଦୈବଗନ ଦୈବଗନ, ପାମ୍ପଡ଼
ଲକ୍ଷ୍ୟ କରନ୍ତୁ ବର୍ତ୍ତମାନ ମୁଁ ସ୍ୱଳ୍ପ ସମୟରେ ବିଷୟଟାରେ କଟେଇଦେବି ହସେ ଗୁଲୁଗୁଲା କାନ୍ଦେ ପକୁଡ଼ି ଫେଟା ବାଇଗଣକୁ ଲମ୍ବା କାକୁଡ଼ି ଆହୁରି ଶୁଣିବାଡ଼ି ସଭା ଜନେ ହେଲେ ମୋର କର୍ଣ୍ଣ ମା ତ ଏଠି ବସିଛନ୍ତି ମାଙ୍କୁ ଯୋଡ଼ି ପଦ ବନ୍ଦନା କରିବେ ତାପରେ ବିଷୟଟା କହିବେ ବାପାକୁ ମୁଁ ଡାକିଲି ତୁ ମାକୁ ଡାକେ ଆହୁରି କମଳା ବିମଳା ଲୋ କାଳିକା ମଙ୍ଗଳା ଲୋ କାଳିକା ମଙ୍ଗଳା ଆହୁରି କମଳା ବିମଳା ଲୋ କାଳିକା ମଙ୍ଗଳା କମୁଣି କାମାକ୍ଷୀ ଗିରିଶ ପ୍ରେମ ଶିଳା କରୁଣ କଣ୍ଠରେ ଡାକେ ମୁଁ କାତରେ କହର ସୁରୟା ନା କିଞ୍ଚିତେ ମଠାରେ তোর কে মহিমা কই পারে লো মা মঙ্গলা তোর কে মহিমা কই পারে প্রথম নাম কমলা তু কমলাঠি মা তু কমলাঠি মা তু কমলাঠি পশুপতি জায়া ভগবতী কামাক্ষী পর্বত রাজ কন্যা পার্বতী তো নাম পদকু পদ দেউথিলু মিশাইণ হইরে তোর পদ্ম পারে দিও স্থান গো ভগবতী তোর পদ্ম পারে দিও স্থান হরিবল শোনন্ত সবি জনের মন কর্ম শোনন্ত সবি জননে দেই মন কর্ম এই প্রশ্নর উত্তর আদরেবা কহিণ প্রশ্নর উত্তরটি মন্দ বিবতাই প্রশ্নর উত্তরটি মন্দ বিবতাই শুনথিবে বসিগে মোর ভৌণী ভাই শুনথিবে বসিগে মোর ভৌণী ভাই আলোচনা কর গে পণ্ডিত আলোচনা কর গে পণ্ডিত হই হই মহাভারত কথা দেবী কহিণ আরে মহাভারত কথা মু দেবী বতাই রে বাপু দেবী বতাই শুনথিবে বসি হে মোর ভৌণী ভাই কহিযা আরে হসে বুলু বুলারে কান্দে পকুড়ি আরে হসে বুলু বুলারে কান্দে যে পকুড়ি আউরি ছেচা বাইগণ কুহে লম্বা কাকুড়ি আউরি ছেচা বাইগণ কুহে লম্বা কাকুড়ি হইরে আলোচনা কর গে পণ্ডিত দোন আলোচনা কর গে পণ্ডিত দোন ভারত কথা নাদ দেবী কহিণ ভারত বিষয়টি দেবী বতাই ভারত বিষয়টি দেবী বতাই শুনথিবে বসি রে মোর ভৌণী ভাই হই হই আরে হস বুলু বুলারে কান্দে পকুড়ি ছেচা বাইগণ কুহে লম্বা কাকুড়ি হসে গুলু গুলু কথা দেবী কহিণ হসে গুলু গুলা কথা দেবী কহিণ গুলু গোলা বলন্তে গোলক পুত্র বাপ অটই জাণ গোলক পুত্র দুর্যোধন অটন্তি গোলক পুত্র দুর্যোধন অটন্তি গান্ধারীর গর্ভরু সে তো জন্ম হয়েছি হই হই আজ্ঞা ধূত রাষ্ট্রঙ্কর অনেস্পত হে ভার্যা আরি অটই জাণ ধূত রাষ্ট্রঙ্কর অনেস্পত ভার্যা আরি অটই জাণ যাহাকু বিবাহ হুয়ে বাপ তারে গাহেতি প্রাণ আরে শেষরে দেখ ধৃতরাষ্ট্র হে সাহারা গছবু বিবাহ হইলে গোল
ଗୋଲକ ବୃକ୍ଷ ପୁଣି ସାହାଡ଼ା ଗଛ ବାପ ଆହୁରି ଅଟଇ ଭଲେ। ତେଣୁକରି ରାଜସଭାରେ ଯେତେବେଳେ ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ ଏବଂ ଦୁର୍ଯ୍ୟୋଧନଙ୍କର ନିଷ୍ପତ ଭାଇ ଯେତେବେଳେ ରାଜସଭାରେ ବସନ୍ତି ଦୁର୍ଯ୍ୟୋଧନ କହିବ ବସ ହେ ଧର୍ମପୁତ୍ର, ବସି ପଡ଼ିବେ। ବସ ହେ ପବନପୁତ୍ର, ବସ ଇନ୍ଦ୍ରପୁତ୍ର, ଅଶ୍ୱିନୀ କୁମାର ପୁତ୍ର, ବସ ହେ ପଣ୍ଡୁପୁତ୍ର। ଏମିତି ସବୁଦିନେ ବର୍ତ୍ତମାନ ଯେ ଦୁର୍ଯ୍ୟୋଧନ କହିଲା କହେ ବାପା ହରିକି। ଦିନେ ଭୀମ ପଚାରିଲେ କୃଷ୍ଣ ଭଗବାନଙ୍କୁ, କହିଲେ ପ୍ରଭୁ ଆମକୁ ସବୁବେଳେ ଏଭଳି ଦୁର୍ଯ୍ୟୋଧନ ବସ ହେ ଧର୍ମପୁତ୍ର, ବସ ହେ ପବନପୁତ୍ର, ବସ ହେ ଇନ୍ଦ୍ରପୁତ୍ର ଏଭଳି ବାପା ମାନଙ୍କର ନାଁ ଧରି ଡାକେ, ତାର ଉଦ୍ଦେଶ୍ୟ କଣ? କଣ? ଟିକେ ନୀରବରେ ରହିଲେ ଖାଇବିନି ପିଇବିନି ଶୋଇବିନି କିଛି କରିନି, ମୌନ ବ୍ରତ କଲି ଆଜିଠୁ। ତୁ କିଏ ରେ? ମୁଁ ହଉଛି ଭୀମ। ଶ୍ରୀକୃଷ୍ଣ ଚନ୍ଦ୍ର ଆସିକି ପହଞ୍ଚି ଗଲେ। ସଖା ସଖା କିଛି କହିବିନି କାହାକୁ, ମୁଁ ମୌନ ବ୍ରତ ତମେ କରିଛି। କାହିଁକି ମୌନ କି ରହିଛ? ପ୍ରକୃତ କଥାଟା ତମର କୁହ ସଖା। ସଖା ପ୍ରତ୍ୟେକ ଦିନ ମୁଁ ରାଜସଭାକୁ ଯାଏ। ରାଜସଭାକୁ ଗଲେ ଦୁର୍ଯ୍ୟୋଧନ କହୁଛି ବସ ହେ ଧର୍ମପୁତ୍ର, ବସ ହେ ପବନପୁତ୍ର, ବସ ହେ ଇନ୍ଦ୍ରପୁତ୍ର, ବାପା ମାନଙ୍କର ନାଁ ଧରି କହୁଛି। ମୁଁ ଆଜି କାଲିଠୁ ଆଉ ସେ ସଭାକୁ ଯିବିନି, କି ଖାଇବିନି ପିଇବିନି କିଛି କରିବିନି। ଅପମାନ ଲାଗୁଛି ମତେ। ସଖା ଆରେ କହୁଛି ଲକ୍ଷ୍ୟ କର, ଉଠ। ଆରେ ତମକୁ ଯଦି ଆଜି ରାଜସଭାରେ କହିବେ ବସ ହେ ପବନପୁତ୍ର ବୋଲି ଯଦି କହିବେ, ତମେ ଆଉ କିଛି କହିବନି। କଣ କହିବି? କହିବ ବସୁଛି ହେ ଗୋଲକପୁତ୍ର। ଗୋଲକପୁତ୍ର ଯଦି କହିବି, ଗୋଲକପୁତ୍ର ଯଦି କହିଦବ ତାହେଲେ ସେ ଚୁପ ହେଇକି ରହିବେ, ଆଉ କିଛି କହିବନି? ନାହିଁ। ଠିକ ଅଛି। ଏହିଭଳି ଆର ଦିନ ଯେତେବେଳେ ଯାଇଛି, ଭୀମସର ଯେତେବେଳେ ବସୁଛି ଗୋଲକପୁତ୍ର, ବସୁଛି ଆଗରେ ଅଛନ୍ତି ଯୁଧିଷ୍ଠିର ମହାରାଜ, ପଛରେ ଅଛନ୍ତି ଭୀମସେନ, ସେ ମନରେ ମନରେ ଘୋଷୁଛନ୍ତି ବସୁଛି ଏ ଗୋଲକପୁତ୍ର, ବସୁଛି ଏ ଗୋଲକପୁତ୍ର। ଠିକ ଯେତେବେଳେ ରାଜସଭାକୁ ଗଲେ, ଦୁର୍ଯ୍ୟୋଧନ ଯାର ଯୋଉ ପ୍ରକୃତିଟା କେବେ ଛାଡିବନି ନା, ସେ ମଲ୍ଲାକା ସେ ତାର ତୁଟିବ ପ୍ରକୃତିଟା। ହେଲେ ଯେତେବେଳେ ଦୁର୍ଯ୍ୟୋଧନ କହିଲା ବସ ହେ ଧର୍ମପୁତ୍ର, ଯୁଧିଷ୍ଠିର ରାଜା ବସିଗଲେ। ତାଙ୍କ ପାଖରେ ଅଛନ୍ତି, ପଛ ପାର୍ଶ୍ୱରେ ଅଛନ୍ତି ଭୀମ। ଇଏ ମନେ ମନେ ଗୁଣୁଛନ୍ତି ବସ ହେ ଗୋଲକପୁତ୍ର, ବସୁଛି ଏ ଗୋଲକପୁତ୍ର। ତାପରେ ଭୀମଙ୍କର ପାଳି ପଡ଼ିଲା ବସ ହେ ପବନପୁତ୍ର, ବସୁଛି ଏ ଗୋଲକପୁତ୍ର। ସଭା ବନ୍ଦ, ଏକାଥରେ ସଭା ବନ୍ଦ। ଘରକୁ ଚାଲିଲା ଦୁର୍ଯ୍ୟୋଧନ। ମା ଗାନ୍ଧାରୀ କି ପଚାରିଥିଲା, ମା ଗାନ୍ଧାରୀ କି ପଚାରିଥିଲା କଣ? ମା ଓ ଆରେ ସବୁଦିନ ଏଇଭଳି ବାପା ମାନଙ୍କର ନାଁ ଧରି ଡାକନ୍ତି। ପଚାରିଲେ ଗାନ୍ଧାରୀ କି ଦୁର୍ଯ୍ୟୋଧନ କଣ ବୋଲି? କହିଲେ ମା ମୁଁ ସବୁବେଳେ ଏଇଭଳି ସଭାରେ କହେ ବସେ ଧର୍ମପୁତ୍ର, ବସେ ପବନପୁତ୍ର ବୋଲି କହେ, କିନ୍ତୁ ବର୍ତ୍ତମାନ ଆଜି ମତେ କହୁଛି ଭୀମ ବସୁଛି ହେ ଗୋଲକପୁତ୍ର। ତାର ତାତ୍ପର୍ଯ୍ୟ ଅର୍ଥଟା କଣ? ଉତ୍ପର୍ଯ୍ୟ ଅର୍ଥ କଣ? ତାତ୍ପର୍ଯ୍ୟ ଅର୍ଥ କହିଲା ଗାନ୍ଧାରୀ କହିଲେ ବାପା ଓ ଆରେ ତୋର ବାପା ହଉଛି ଯେ କି ଧୃତରାଷ୍ଟ୍ର, ମୋ ବାପା ହଉଛି ଗାନ୍ଧାର ନରେଶ। ତୋର ବାପା ଯାହାର ହାତ ଧରିଲା ବର୍ତ୍ତମାନ ସିଏ ମୃତ୍ୟୁବରଣ କଲା, ସିଏ ସରିଲା। ଆଉ ମୁଁ ମଧ୍ୟ ଯାହାର ହାତ ଧରି ସିଏ ମଧ୍ୟ ସରିଲା। ତେଣୁକରି ତୋ ବାପାର ହଉଛି ଅନେଶ୍ୱତଟା ସ୍ତ୍ରୀ, ମୋର ହଉଛି ଅନେଶ୍ୱତଟା ପୁରୁଷ। ସମ୍ଭାଳିବାର ଅଛି। ତେଣୁ ବାଇଦ ତାକ ଧମୁକୁ ବାର ଖାଇ ତେର ତମକୁ। ତେଣୁକରି ପରିଶେଷରେ କଣ ହେଲା ନା ଗୋଲକ ବୃକ୍ଷ କି ଅର୍ଥାତ ଗୋଲକ ଗଛକୁ ଯେ କି ତୋ ବାପା ବିବାହ କରିଥିଲା, ଦ୍ୱିତୀୟ ବାରେ ମତେ ବିବାହ କରିଥିଲେ। ତୁ ହଉଛୁ ଗୋଲକ ପୁତ୍ର। ଆଶ୍ଚର୍ଯ୍ୟ ହେଇଗଲା। ତେଣୁକରି ଭୀମ କହିଲା ଗୋଲକପୁତ୍ର ବୋଲି। ବେଶ ଆର ମରମ ଭେଦଟା ଜାଣିଛନ୍ତି କୃଷ୍ଣ। ଗଲା ଯେତେବେଳେ କୃଷ୍ଣ ସକାଇ ଭଳି କହିଥିଲେ, ସେହି ସମୟରେ ଦୁର୍ଯ୍ୟୋଧନ ବିଚାର ଗଲା ମୋର ଅଜା ଯୋଗୁଆ ଏ ସବୁ ହାଟରେ ମୁଁ ପହଞ୍ଚିଲି, ଆଜି ମତେ ପହଞ୍ଚିଲା। ତେଣୁକରି ଅଜାର ବଂଶଟାକୁ ଲୋପ କରିଦେବି, ନିପାତ କରିଦେବି। ତେଣୁକରି ପଥରର ଗୋଟିଏ ଘର ତିଆରି କରି ଗାନ୍ଧାର ନରେଶର ସମସ୍ତ ପରିବାର ବର୍ଗକୁ ସମସ୍ତଙ୍କୁ ଡାକି ସେ ପଥର ଘର ଭିତରେ ରଖିଦେଇଥିଲା। ରଖିବା ପରେ କେବଳ ଜଣକ ପାଇଁ ଆହାର ନିଏ। ଜଣକ ପାଇଁ ଆହାର ନିଏ। କେବଳ ବଞ୍ଚିଥିଲା ଶକୁନି କେବଳ ବଞ୍ଚିଥିଲା। ବୁଝିଲେ ବାପ? ତେଣୁକରି ତା ବାପା କହିଥିଲେ ବାପା ଆମେ ସମସ୍ତେ ମୃତ୍ୟୁବରଣ କରିବୁ, ମୋର ଏ ହାତର ହାଡ଼ ନେଇ ତୁ ଯାହା ମନରେ ଚିନ୍ତା କରିବୁ ଦାନ ପକେଇବୁ, ବେଶ ତାହା ହବ। ପଶା କାଠି କରିବୁ, ତୋର ମନରେ ଯାହା ଇଚ୍ଛା ତାହା ଦାନ ଫୁଟେଇବୁ।
କିନ୍ତୁ ଦୁର୍ଯ୍ୟୋଧନଙ୍କର ସମକକ୍ଷରେ ରହିବୁ ପାଣ୍ଡବ ମାନଙ୍କର ଚିନ୍ତା କରୁଥିବୁ। ଓହୋ ତେଣୁକରି କହୁଛନ୍ତି କି ରେ କିରପ ପୂର୍ବରୁ ଖାଇକି ପାଣ୍ଡବର ଚିନ୍ତା କରୁଛୁ। ବେଶ ସେଇଠି ଏକା। ତେଣୁକରି ଗୋଲକ ପୁତ୍ର ହଉଛନ୍ତି କିଏ? ଯେ କି ଦୁର୍ଯ୍ୟୋଧନ। ହସିଆ ଗୋଲ ଗୋଲା କାନ୍ଦେ ପକୁଡି। ଓହୋ ତୁ ପ୍ରସଙ୍ଗ କହିଲ ବେ ବେଶ ଆହୁରି ହସେ ଗୋଲ ଗୋଲାରେ କାନ୍ଦେ ପକୁଡି ଆହୁରି ଛେଚା ବାଇ ଗଣ କୁହେଲା କାକୁଡି ଆହୁରି ଛେଚା ବାଇ ଗଣ କୁହେ ଲମ୍ବା କାକୁଡି ହଇ ହଇ ଆଲୋଚନା କର গে ପଣ୍ଡିତ ଦୋଣ ଗୋଲ ଗୋଲା ବୋଲନ୍ତେ ଗୋଲକ ପୁତ୍ର ଦୁର୍ଯ୍ୟୋଧନ ଅଟଇ ଜାଣ ଆରେ ସର୍ପ ହରା ଯେତେବେଳେ ପାଣ୍ଡବ ହେଲେ ଆରେ ସର୍ପ ହରା ହୋଇ ଖେଳରେ ସବୁ ଯେ ହାରିଲେ ଜଙ୍ଗଲ ପର୍ବତ ପାହାଡ଼କୁ ଚାଲି ସେ ଗଲେ ସେତେବେଳେ ଦୁର୍ଯ୍ୟୋଧନ ହସୁଥିଲା ନାଭି ଅଟଇ ରାଣ ପାଣ୍ଡବ ଭାଇ ମାନରେ କାନ୍ଦୁଥିଲେ ଟିଏ ରାଣ ଆରେ ହସେ ଗୁଲୁ ଗୁଲାରେ ହେ କାନ୍ଦେ ପକୁଡି। ଗୁଲୁ ଗୁଲା କିଏ? ଦୁର୍ଯ୍ୟୋଧନ ଗୋଲକ ପୁତ୍ର। ହସେ ଗୁଲୁଗୁଲା କାନ୍ଦେ ପକୁଡି। ପକୁଡି ପ ଶବ୍ଦ ହଉଛି ଅର୍ଥାତ ପାଣ୍ଡବ ମାନେ କାନ୍ଦିକି ରହିଲେ ସର୍ବହରା ହେଇଗଲା ପରେ ଖେଳରେ ଶେଷରେ ସବୁ ଯାକ ହାରିଦେବା ପରେ ପରେ ଏମାନେ କାନ୍ଦିକିରି ବସିଲେ କାନ୍ଦିଲେ ଆହୁରି ହସେ ଗୁଲୁଗୁଲାରେ କାନ୍ଦିଲେ ପକୁଡି ଆହୁରି ଛେଚା ବାଇ ଗଣ କୁହେ ଲମ୍ବା କାକୁଡି। ଆରେ ଯେତେବେଳେ ଦୁର୍ଯ୍ୟୋଧନ ବିଚାର କଲା ଦ୍ରୌପଦୀର କେଶକୁ ଦେଖ ଦୁଶାସନ ତ ଧରିଥିଲା ରାଜସଭାକୁ ଯେତେବେଳେ ହନ୍ତ ହୁଞ୍ଜେ ଆଣନ୍ତି ଆରେ ବସ୍ତ୍ରକୁ ତାହାର ହେ ଫେରଣ କରନ୍ତି ହଇ ହଇ ଆଜି ଛେଚା ବାଇ ଗଣକୁ ଘେ ଲମ୍ବା କାକୁଡି ଗଦାକୁ ଯେତେବେଳେ ଛେଚି ଦିଅନ୍ତି ଛେଚା ବାଇଗଣ ବାଇଗଣ ବୋଲେ ଅର୍ଥାତ ଭାବି ନିଅନ୍ତୁ ଗଦା ଯେତେବେଳେ ସର୍ବହରା ହେଇଯିବା ପରେ ପରେ ଦ୍ରୌପଦୀ କି ଝିକି 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 ଆଣିଲେ ଦୁଃଶାସନ ଆଣିଥିଲା ଆଣିବା ପରେ ପରେ ସେ ଯୋଉ ଡାକ ପକେଇଥିଲେ ମା ଦ୍ରୌପଦୀ ରକ୍ଷା କର ପ୍ରଭୁ ଏ ବୋଲକ ବିହାରୀ ଏ ବିପତ୍ର ରକ୍ଷା କର ପ୍ରଭୁ ରକ୍ଷା କର ତଥାପି ତାର କେଶକୁ ଧରିକି ଝିକି ଝିକି ଧରିକି ଆସୁଛି সেই সময় গদ্দাକୁ ଇଏ ଛେଚୁଛି ଭୀମ ମାତ୍ର କିଛି କରିପାରୁନି ଛାଡିଥିଲେ ସେ ରଖିଥାନ୍ତେ ଛେଚା ବାଇଗଣକୁ ଲମ୍ବା କାକୁଡି। ଲମ୍ବା କାକୁଡି ବେଳେ କଣ କଣ ଆରେ ବସ୍ତ୍ର ବସ୍ତ୍ର ଆରେ ଅଦୃଶ୍ୟ ଭାବରେ ହେ ଶ୍ରୀକୃଷ୍ଣ ରହିଲେ ଅଦୃଶ୍ୟ ଭାବରେ ହେ ଶ୍ରୀକୃଷ୍ଣ ରହିଲେ ଅନେକ ବସ୍ତ୍ର ଦେଖ ପ୍ରଦାନ କରିଥିଲେ ହଇ ହଇ ଅନେକ ବସ୍ତ୍ର ଧନରେ ପ୍ରଦାନ କରିଥିଲେ ହଇ ହଇ ଏଣୁ ହସେ ବୋଲ ବୋଲାରେ କାନ୍ଦେ ପକୁଡି ଆଇ ହସେ ବୋଲ ବୋଲାରେ କାନ୍ଦେ ପକୁଡି ନାରୀ ଛେଚା ବାଇଗଣ କୁହେ ଲମ୍ବା କାକୁଡି ଆରି ଭାରତ କଥାଟି ମୁଁ ଦେଲି ବତାଇ ଭାରତ କଥା ମୁଁ ଦେଲି ବତାଇ ଆରି ହେଲା କି ନ ହେଲା ବାୟା ଦେବୁ ରେ କହି ମୋର ହେଲା କି ନ ହେଲା ବାୟା ଦେବୁ ବତାଇ ମୁଁ ନାଚୁଥିବି ଥେଇ ଥେଇ ମୋର ସାଙ୍ଗର ଭାଇ ମୁଁ ନାଚୁଥିବି ଥେଇ ଥେଇ ଏହିଭଳି এই প্রশ্নর উত্তর তেণুকরি আজি যে কৃষ্ণ ভগবানଙ୍କର লীলা চালিছে অপূর্ব লীলা অপূর্ব বিচিত্র লীলা আজি আপনার কিছু দিয়েছেন মধ্য আমার তিতিবর কিছু কমিটি বন্ধু মানে জ্ঞানী